41तम स्थापना दिवस रे उपस्थित प्रत्येक को ख्रीष्टप्रेम नमस्कार। जो हम लेके सुसमाचार तार प्रभु पद चारिपद और नवपद तामन कथारे जीवन थिला और सेही जीवन मनुष्य मानकर ज्योति जे सत्य ज्योति प्रत्येक मनुष्य को आलोक प्रदान करती से जगत को आसुथिले। धन्यवाद। मंगलमय प्रभु गुरु सानिध्य मध्य तुम्हें कारण प्रभु आज विशेष मध्य तुम्हें देखा देल कारण प्रभु 41तम दिवस जहाँकि महिला समिति स्थापना दिवस पालन करने चाहूँ पुणी प्रभु तुम्हें मोहित कर 41 जोड़ एवं समस्त वर्तमान आम पिता परमेश्वर पुत्र परमेश्वर पवित्र परमेश्वर को उद्देश्य आम महिला दिवस उपलक्षे प्रदीप प्रज्वलन करने जाऊँ प्रदीप आम उमा मंडल महिला समिति राष्ट्रीय जीवन में से प्रभु उद्देश्य आलोक स्वरूप उज्जवल जलंतु एवं अन्य मानक आलोक प्रदान कर प्रभु नाम धन्यवाद। साइड एते पिता पुत्र पवित्र आत्मा नाम पुत्र यीशु ख्रीष्ट नाम प्राण कर्तव्य प्रभु यीशु नाम आउे पिला मैंने खाऊ पकई दे हाथ पड़ो लुगार पड़ो सभानेत्री बड़ कैंडल को आगे बढ़े आनी ना आनी ना 41तम इतिहास पठन भविष्यत वाक्य हजार हजार वर्ष पूर्वर आम मालांचल निमंते उद्दिष्ट थिला। प्रभु को धन्यवाद हो 1902 साल सुदूर कानाडा देश स्थित केतेक धर्मपरायण व्यक्ति प्रार्थना और एकांत चेष्टा बल संपूर्ण उत्सर्गीकृत मिशनरी स्वर्गत डॉक्टर जे ग्लाडिंग संस्त्री जलपथरे आगमन करी भारत वर्षर ओडिशा प्रदेशस्थ अविभक्त गंजाम जिलार पारलाखेमुंडी वर्तमान गजपति ठारे पदार्पण करने सताप्रभुंक संकल्प और सगौरवर ज्योति प्रकाशन मात्र जीवनर अनेक दुख क्लेश समस्या रोग संकट तथा अनेक प्रतिकूल मध्य सुसमाचार प्रचार प्रसार निर्मित पदपरिकर होई
17/3/1907 ସାଲରେ ବର୍ତ୍ତମାନ ନାମିତ ଆଶ୍ରୟଗଡ଼ ଗ୍ରାମର ସ୍ୱର୍ଗତ ବିଶ୍ୱନାଥ ଏଡ୍ଲାଙ୍କୁ ବାପ୍ତିସ୍ମ ପ୍ରଦାନ ସହ ଆମ ମଣ୍ଡଳୀ ସମ୍ମିଳନୀର ପ୍ରଥମ ଫଳ ସ୍ୱରୂପ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନିମନ୍ତେ ଏକ ହଜାତ୍ମାଙ୍କୁ ଖ୍ରୀଷ୍ଟଙ୍କ ପରିଚୟ ଦେଇ ଆତ୍ମାଲାଭ କରିବା ଏକ ଐତିହାସିକ ମାତ୍ର। ପରବର୍ତ୍ତୀ ସମୟରେ ବିଶ୍ୱାସୀ ବିଶ୍ୱାସିନୀ ଗଣଙ୍କ ବୃଦ୍ଧି କାରଣରୁ ଅନେକ ମଣ୍ଡଳୀ ଓ ସମାଜମାନ ଗଠନ ହୋଇପାରିଥିଲା। ସ୍ମରଣୀୟ ଏହିକି ଯେ 1922 ସାଲ ଫେବୃଆରୀ ମାସ 19 ତାରିଖରେ 3 ଗୋଟି ମଣ୍ଡଳୀକୁ ନେଇ ସେରଙ୍ଗ ମଣ୍ଡଳୀ ଠାରେ ଖ୍ରୀଷ୍ଟୀୟ ମଣ୍ଡଳୀ ସମ୍ମିଳନୀ ଗଠନ କରାଯାଇ ପ୍ରଥମ ମହାସଭା ଅନୁଷ୍ଠିତ କରାଯାଇଥିଲା। ବର୍ତ୍ତମାନ ସମୟରେ ସଣ୍ଡେ ସ୍କୁଲ ସମିତି ସମ୍ମିଳନୀ ମଣ୍ଡଳୀ ସମ୍ମିଳନୀ ଅଙ୍ଗରେ ସଂଯୁକ୍ତ ହୋଇଥିଲା। ଯଦିଓ ସକ୍ଷମାନୁସାରେ ପଦଯୋଗୀ ସମିତି ସମ୍ମିଳନୀ ଓ ସଣ୍ଡେ ସ୍କୁଲ ସମିତି ସମ୍ମିଳନୀ ମଣ୍ଡଳୀ ସମ୍ମିଳନୀରୁ ସ୍ୱତନ୍ତ୍ର ଲାଭ କରିଥିଲେ, ତଥାପି ମହିଳା ସମିତି ସମ୍ମିଳନୀ ସମ୍ପୂର୍ଣ୍ଣ ଭାବେ ମଣ୍ଡଳୀ ସମ୍ମିଳନୀ ଦ୍ୱାରା ପରିଚାଳିତ ହେବା ସାଙ୍ଗକୁ ପ୍ରତିବର୍ଷ ମଣ୍ଡଳୀ ସମ୍ମିଳନୀର ବାର୍ଷିକ ସଭାର ତୃତୀୟ ଦିନ ଅର୍ଥାତ୍ ମଙ୍ଗଳବାର ଅପରାହ୍ନ ଓଳି ସଭାର ଉପାସନା ପରିଚାଳନାର ସୁଯୋଗ ପାଇ ଆସୁଥିଲା। କାଳକ୍ରମେ ମହିଳାମାନଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି କାରଣରୁ ମହିଳା ସମିତି ସମ୍ମିଳନୀର ଲିଖିତ ଦରଖାସ୍ତକୁ ବିଚାର କରାଯାଇ ମଣ୍ଡଳୀ ସମ୍ମିଳନୀ କାର୍ଯ୍ୟସଭାର ନିର୍ଦ୍ଧାରଣ ପ୍ରକାରେ 12/10/1984 ସାଲରେ ମହିଳା ସମିତି ସମ୍ମିଳନୀକୁ ସ୍ୱତନ୍ତ୍ରତାର ମାନ୍ୟତା ପ୍ରଦାନ କରିଥିଲେ। ସ୍ୱତନ୍ତ୍ରତା ପ୍ରାପ୍ତ ପରେ ମହିଳା ସମିତି ସମ୍ମିଳନୀ ଆଶ୍ରୟଗଡ଼ ମାତୃମଣ୍ଡଳୀ ମହିଳା ସମିତି ଠାରେ ପ୍ରଥମ 2 ଦିନିଆ ସଭା ଅନୁଷ୍ଠିତ କରିବାର ସୌଭାଗ୍ୟ ଅର୍ଜନ କରିପାରିଥିଲା। ସେହି ଦିନାବଧି ପାଳି ଅନୁକ୍ରମେ ବିଭିନ୍ନ ମଣ୍ଡଳୀ ମହିଳା ସମିତି ଠାରେ ସମ୍ମିଳନୀର 2 ଦିନିଆ ସଭା ଆୟୋଜନ କରି ଆସୁଅଛି। ସ୍ମରଣୀୟ ବିଷୟ ଏହିକି ଯେ ମହିଳା ସମିତି ସମ୍ମିଳନୀର ପ୍ରଥମ 2 ଦିନିଆ ଅଧିବେଶନ ଅନୁଷ୍ଠିତ ସମୟରେ ସଭାନେତ୍ରୀ ଶ୍ରୀମତୀ ଉର୍ବଶୀ ବୀର ଆଶ୍ରୟଗଡ଼, ଉପସଭାନେତ୍ରୀ ଶ୍ରୀମତୀ ଶଶିସେନା ବଡ଼ନାୟକ ଅଜୟଗଡ଼, ସମ୍ପାଦିକା ଶ୍ରୀମତୀ ଗୁଣମଣି ଦଳାଇ ତଳଡ଼ା, ଲେଖିକା ଶ୍ରୀମତୀ ସୁବାସିନୀ ବିଷୋଇ ବ୍ରହ୍ମପୁର, କୋଷାଧ୍ୟକ୍ଷୀ ଶ୍ରୀମତୀ ଅଷ୍ଟମଣି ଲିମା ସେରଙ୍ଗ କର୍ମକର୍ତ୍ତୀ ଭାବରେ ଦାୟିତ୍ୱ ତୁଲାଇଥିଲେ ଓ ପ୍ରଥମ 2 ଦିନିଆ ସଭାର ବକ୍ତା ଭାବେ ଆଚାର୍ଯ୍ୟ R.K. ଦିଗାଲ ପ୍ରସଙ୍ଗ ପରିଚାଳନା କରିଥିଲେ। ଏଥିସହିତ ମିଶନ ମାନୁଏଲଙ୍କ ସମ୍ପୂର୍ଣ୍ଣ ତତ୍ତ୍ୱାବଧାନରେ ଓ ମିସେସ୍ ଫଷ୍ଟର ମିସେସ୍ କେ ନାଇଡୁଙ୍କ ସମୟାନୁକ୍ରମେ ସହଯୋଗରେ ମହିଳା ସମିତିର କର୍ମକର୍ତ୍ତୀଙ୍କୁ ନେଇ ଗୋପାଳପୁର, ତଳଡ଼ା, ପାରଳାଖେମୁଣ୍ଡି ଓ ସେରଙ୍ଗ ବଙ୍ଗଳା ମାନଙ୍କରେ ଶିବିର ଓ ବାଇବଲ କ୍ଲାସ୍ ଅନୁଷ୍ଠିତ ହୋଇପାରିଥିଲା। ଉଲ୍ଲେଖଯୋଗ୍ୟ ଏହିକି ଯେ ସ୍ୱତନ୍ତ୍ରତା ପୂର୍ବରୁ ବିନୋଦିନୀ ବଡ଼ନାୟକ ସେରଙ୍ଗ, ଶ୍ରୀମତୀ ଉର୍ବଶୀ ବୀର ଆଶ୍ରୟଗଡ଼, ସୁବାସିନୀ ଜେନା ରାୟଗଡ଼, ହେମାଙ୍ଗିନୀ ବେବର୍ତ୍ତା ନାରାୟଣପୁର, ଗୁଣମଣି ଦଳେଇ ତଳଡ଼ା, ଅଷ୍ଟମଣି ଲିମା ସେରଙ୍ଗ, କନକଲତା ପାଣି ନୂଆଗଡ଼, ଆନନ୍ଦିନୀ ନାୟକ ବଡ଼ପଦା, ମରିୟମ ରାଉଳ ଆଶ୍ରୟଗଡ଼, ଧର୍ମାଙ୍ଗିନୀ ରାଉଳ ବଡ଼ପଦା, କୁମୁଦିନୀ ଆନ୍ଦ୍ରାପ ରାୟଗଡ଼, ଲୁଇସମ ଏଡ୍ଲା ଗୁମା, ଶକୁନ୍ତଳା ପାଣି ନୂଆଗଡ଼ା, ଲେଖି ଛିଞ୍ଚାଣି ଛେଲିଗଡ଼, ବିହୁଳା ନାୟକ ନୂଆଗଡ଼ ଓ ଅନ୍ୟାନ୍ୟ ମା ଭଉଣୀମାନଙ୍କର ମହିଳା ସମିତି ସମ୍ମିଳନୀ ନିମନ୍ତେ ଯଥେଷ୍ଟ ଅବଦାନମାନ ରହିଥିବା ଜଣାଯାଏ। ମହିଳା ସମିତି ସମ୍ମିଳନୀ ମଣ୍ଡଳୀ ସମ୍ମିଳନୀରୁ ସ୍ୱତନ୍ତ୍ରତା ପରେ 25/3/1988 ସାଲରେ ମଣ୍ଡଳୀ ସମ୍ମିଳନୀର ପୂର୍ଣ୍ଣ ସହଯୋଗରେ ପ୍ରସ୍ତୁତ କରାଯାଇଥିବା ମହିଳା ସମିତି ସମ୍ମିଳନୀ ନିୟମାବଳୀ ମଣ୍ଡଳୀ ସମ୍ମିଳନୀ କାର୍ଯ୍ୟସଭା ଦ୍ୱାରା ଗ୍ରହଣ କରାଯାଇ 1/4/1998 ସାଲରୁ କାର୍ଯ୍ୟକାରୀ ହୋଇ ଆସୁଅଛି। ଏଥିସହ
मंडली सम्मेलन द्वारा प्रस्तुति कैलेंडर अनुजाई प्रति वर्षर 2 दिनिया सभा और स्थापन दिवस मास और दिन स्थिर करने को महिला समिति सम्मेलन 12/10/1984 साल को आधार करी प्रति वर्ष अक्टोबर मास 12 तारीख दिन को स्वतंत्र भावे निजस्व कार्यसूची प्रस्तुत करी स्थापन दिवस पालन करी आसुअछु। महिला समिति सम्मेलन मंडली सम्मेलन पूर्ण सहयोग और अनुमति नहीं अनेक समय कार्यालय ठारे शिविर मान अनुष्ठित करी पारिअछि। निवेदन है कि महिला समिति सम्मेलन आत्मिक अभिवृद्धि निमंते आपण मानकर नित्य प्रार्थना और पूर्ण सहयोग कामना करू। नमस्कार।